ବିନୋଦ ଆସି କହିବେ, ଭାଉଜ ଗୌରବ ଏବେ ଫୋନ୍ କରିଥିଲା, ଆଦର୍ଶର ସେନ୍ସ ଆସିଗଲାଣି। ତାପରେ ମାୟା ପଲ୍ଲବୀ ପାଖକୁ ଯିବେ ଆଉ କହିବେ, ଚାଲ ପଲ୍ଲବୀ ମୋ ସାଙ୍ଗରେ ଚାଲ। ମୁଁ ଚାହୁଁଛି ଆଦର୍ଶ ପ୍ରଥମେ ତୋ ମୁହଁ ଦେଖୁ। ଏହାପରେ ପଲ୍ଲବୀ କହିବେ, ମାମା ଆଦର୍ଶଙ୍କର ସେନ୍ସ ଫେରି ଆସିଛି। ମୋତେ ଏବେ ହସ୍ପିଟାଲ ନୁହଁ, ଏ ଘରୁ ଯିବାକୁ ପଡ଼ିବ। ମୁଁ କେବଳ ଏତିକି ଶୁଣିବା ପାଇଁ ଅପେକ୍ଷା କରିଥିଲି। ତାପରେ ମାୟା ପଲ୍ଲବୀକୁ ହକ୍ କରି କହିବେ, ସରି ପଲ୍ଲବୀ, ମୁଁ ଭୁଲି ଯାଇଥିଲି ତତେ ଏବେ ଯିବାକୁ ପଡ଼ିବ। ତାପରେ ବି ଥରୁଟିଏ ଆଦର୍ଶ ସହିତ ଦେଖା ହେଇକି ଯା। ମୁଁ ଚାହୁଁଛି ଆଦର୍ଶ ପ୍ରଥମେ ତୋ ମୁହଁ ଦେଖୁ। ମୋତେ କ୍ଷମା କରିଦେ ପଲ୍ଲବୀ। ସେତେବେଳେ ରୂପସା ସର୍ତ୍ତରେ ରାଜି ହେବା ଛଡ଼ା ମୋ ପାଖରେ କିଛି ଉପାୟ ନଥିଲା। ତାପରେ ପଲ୍ଲବୀ କହିବେ, ସାନମା ଗଲାବେଳେ ଗୋଟେ ଜିନିଷ ମୁଁ ମୋ ଅଧିକାରର ସହିତ ନେଇକି ଯାଉଛି। ମୋତେ ଆପଣ କ୍ଷମା କରିଦେବେ ସାନମା। ଆପଣ ଦେଇଥିବା ସେ ଶଗୁନ ଚୁଡ଼ି ମୁଁ ଆପଣଙ୍କୁ ଆଉ କେବେ ବି ଫେରେଇବିନି। ତାପରେ ମମତା କହିବେ, ପାଗିଲି, କିଛି ଜିନିଷ ସ୍ୱତନ୍ତ୍ର ଭାବେ କେବଳ ଜଣଙ୍କ ପାଇଁ ତିଆରି ହେଇଥାଏ। ଭଗବାନ ସେ କଙ୍କଳ କେବଳ ତୋରି ପାଇଁ ତିଆରି କରିଛନ୍ତି, କେବଳ ତୋରି ପାଇଁ। ତୁ ତାକୁ ଫେରେଇବା ଦରକାର ନାହିଁ। ତତେ ଦିଦି କ'ଣ କହିଥିଲେ ତୋର କ'ଣ ମନେ ନାହିଁ କି? ସାରା ଜୀବନ ତୁ କେବଳ ଆମ ବୋହୂ ହେଇକି ରହିବୁ, କେବଳ ବୋହୂ। ଚାଲ ପଲ୍ଲବୀ ଚାଲ, ଆମ ସାଙ୍ଗରେ ଚାଲ, ଆଦର୍ଶକୁ ଦେଖିବା ଚାଲ। ଏହାପରେ ପଲ୍ଲବୀ କହିବେ, ନାଇଁ ସାନମା, ଆପଣମାନେ ଯାଆନ୍ତୁ। ମୁଁ ଏବେ ଟିକେ ମନ୍ଦିର ଯାଉଛି, ଠାକୁରଙ୍କୁ ଦର୍ଶନ କରି ଆସିବି। ତାପରେ ପଲ୍ଲବୀ ସେଠାରୁ ଚାଲିଯିବେ। ତାପରେ ସମସ୍ତେ ହସ୍ପିଟାଲକୁ ଆସିବେ। ଆଉ ରୂପସା କହିବେ, ଆଣ୍ଟି ଆଦର୍ଶଙ୍କ ହୋସ୍ ଆସିଗଲାଣି। ଆପଣ ଯାଆନ୍ତୁ, ମୁଁ ଜାଣିଶୁଣି ଭିତରକୁ ଯାଉନି। ଆଚ୍ଛା ଆଣ୍ଟି, ପଲ୍ଲବୀ କୁଆଡ଼େ ଗଲା? ତାପରେ ସମସ୍ତେ ଆଦର୍ଶ ପାଖକୁ ଯିବେ। ଆଉ ମାୟା କହିବେ, ଆଦର୍ଶ। ତାପରେ ଆଦର୍ଶ ସେ ଦି ଜଣଙ୍କୁ ହକ୍ କରିବେ ଆଉ କହିବେ, ଆରେ ଆରେ ଇଏ କ'ଣ କରୁଛ? ତମ ଦି ଜଣକୁ ଓଜନରେ ଦବେଇ ମୁଁ ପୁଣି ଏଞ୍ଜୋର୍ଡ ହେଇଯିବି। ତାପରେ ମାୟା କହିବେ, ଚୁପ୍ କର ବାବା, ଏମିତି ସମୟରେ ବି ଏଭଳିଆ କଥାବାର୍ତ୍ତା କରୁଛୁ। ତାପରେ ଆଦର୍ଶ ସବୁଆଡ଼େ ଦେଖି କହିବେ, ଆରେ ତମେମାନେ ସମସ୍ତେ ଆସିଲ, ହେଲେ ହିରୋଇନ ମ୍ୟାଡ଼ାମ କୁଆଡ଼େ ଗଲେ? ତାପରେ ମାୟା ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ଆଦର୍ଶ କହିବେ, ଖୁଡ଼ି, ମା, ପଲ୍ଲବୀ କୁଆଡ଼େ ଗଲେ? କୁଆଡ଼େ ଗଲେ ପଲ୍ଲବୀ? ତାପରେ ବିନୋଦ କହିବେ, ଆଦର୍ଶ, ପଲ୍ଲବୀ ମନ୍ଦିର ଯାଇଛି। ତୁ ଭଲ ହେବା କଥା ଶୁଣିବା ପରଠୁ ସେ ଠାକୁରଙ୍କୁ ଧନ୍ୟବାଦ ଜଣାଇବାକୁ ଯାଉଛି। ଆଉ ଏପଟେ ପଲ୍ଲବୀ ତାଙ୍କ ଲଗେଜ ଧରି ହସ୍ପିଟାଲକୁ ଆସିବେ। ଆଉ ଡକ୍ଟରକୁ ଦେଖି କହିବେ, ସାର୍, ଏବେ ଆଦର୍ଶଙ୍କର କଣ୍ଡିସନ କେମିତି ଅଛି? ତାପରେ ଡକ୍ଟର କହିବେ, ଏକଦମ ଠିକ୍ ଅଛନ୍ତି ସିଏ। ହି ଇଜ୍ ନାଓ ଆଉଟ୍ ଅଫ୍ ଡେଞ୍ଜର। ଯାଅ ଦେଖା କର ତାଙ୍କୁ। ତାପରେ ପଲ୍ଲବୀ ଖୁସି ହେଇ ଲଗେଜ ରଖି ଦୌଡ଼ି ଦୌଡ଼ି ଯାଇ କବାଟ ଖୋଲୁଥିବେ ଆଉ ରୂପସା ହାତକୁ ଧରିଦେବେ ଆଉ କହିବେ, ମୁଁ ମୋ କଥା ରଖିଲି। ପାଣି ଭଳିଆ ଟଙ୍କା ଖର୍ଚ୍ଚ କଲି। ଏବେ ତୋ ପାଳି। ତୁ ଯେମିତି ତୋ କଥା ଭୁଲି ନ ଯାଉ। କହିଥିଲୁ ନା ଆଦର୍ଶଙ୍କ ସେନ୍ସ ଆସିଲା ପରେ, ଡକ୍ଟରଙ୍କଠୁ ଆଉଟ୍ ଅଫ୍ ଡେଞ୍ଜର ଶୁଣିଲା ପରେ ତୁ ଏଠୁ ଚାଲିଯିବୁ। ଶୁଣିଦେଲୁ ନା ଡକ୍ଟରଙ୍କ ପାଖରୁ, ହି ଇଜ୍ ଆଉଟ୍ ଅଫ୍ ଡେଞ୍ଜର। ଏବେ ତାଙ୍କ ସେନ୍ସ ବି ଆସିଗଲାଣି। ତ ପୁଣି ଭିତରକୁ କୁଆଡ଼େ? ଏବେ ଆଦର୍ଶକୁ ଦେଖିବା ପାଇଁ ଭିତରକୁ ମୁଁ ଯିବି, ତୁ ନୁହଁ। ଏହା ଶୁଣି ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ରୂପସା କହିବେ, ଦେଖିବାର ଅଛି ତ ଆଦର୍ଶକୁ ଏଇଠୁ ବାହାରେ ଥାଇ ଦେଖିନେ। ଆଉ କେହି ତତେ ଦେଖିବା ଆଗରୁ ତୁରନ୍ତ ଏଠୁ ଚାଲିଯା। ତାପରେ ରୂପସା ବ୍ୟାଗରୁ ଫ୍ଲାଇଟ୍ ଟିକେଟ ବାହାର କରି ପଲ୍ଲବୀକୁ ଦେଇ କହିବେ, ନେ ତୋ ଫ୍ଲାଇଟ୍ ଟିକେଟ, ଆଉ ଏଇ 20 ଲକ୍ଷ ଟଙ୍କାର ଚେକ୍। ତାପରେ ହାତରେ ଧରେଇ ଦେଇ କହିବେ, ଯା ଏଠୁ। କହିକି ରୂପସା ଭିତରକୁ ଯିବେ। ତାପରେ ପଲ୍ଲବୀ ସେଠାରୁ କାନ୍ଦି କାନ୍ଦି ଚାଲିଯିବେ। ତ ଦର୍ଶକ ବନ୍ଧୁ, ଆଦର୍ଶ କ'ଣ ରୂପସାକୁ ଦେଖି ରାଗିଯିବେ କି? ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।